ଭୋଲ୍ଟାଜ 500 ଲିଟର ଭିଜି କୁଲର କମ୍ପ୍ଲେନ୍ ଆଜି ଦେଖିବା ପାଇଁ ଆସିଛୁ। ତ ଏହାର ପ୍ରୋବ୍ଲେମ୍ ହେଉଛି କୁଲିଂ ତ ହେଉଛି, କିନ୍ତୁ ଏହାର କୁଲିଂ ହେଲା ପରେ ଯେଉଁ ଅଟୋ କାଟ୍ ହେଇଯାଉଛି, ହେଲା ପରେ ଆଉ 6 ଘଣ୍ଟା ପରେ ଯାଇକି ଆଉ ଥରେ ଷ୍ଟାର୍ଟ ହେଉଛି। କ'ଣ ଖରାପ ହେଇଥିଲେ ବଢ଼ିଆ କମ୍ପ୍ଲେନ୍ ଆସିଥାଏ। ତ ଏବେ ଆମେ ଚେକ୍ କରିକି ସେଇଟା ଦେଖିବା। ତ ଏହାର ଆମେ ଚେକ୍ କରିଦେଇଛୁ, ଏହାର ପ୍ରୋବ୍ଲେମ୍ ହେଉଛି ଆମର ଥର୍ମୋଷ୍ଟାଟ୍ରେ। ତ ଏଇଟା ଦେଖନ୍ତୁ, ଯେଉଁଟା ଖରାପ ଥର୍ମୋଷ୍ଟାଟ୍ଟା। ତ ଏଇଟା ଆମେ ଚେଞ୍ଜ କରିଦେଇଛୁ, ନୂଆ ଥର୍ମୋଷ୍ଟାଟ୍ ଲଗାଇ ଦେଇଛୁ। ଏଇଟା ହେଉଛି ଆମର ପୁରୁଣା ଥର୍ମୋଷ୍ଟାଟ୍ଟା। ଥର୍ମୋଷ୍ଟାଟ୍ ଦେଖନ୍ତୁ ଏଭଳିଆ ଆସୁଛି, ଆଗରୁ ଆସୁଥିଲା ଟିକେ ଅଲଗା ପ୍ରକାର। ଏଇଟା ହେଉଛି ଇଲେକ୍ଟ୍ରୋନିକ୍ସ ଥର୍ମୋଷ୍ଟାଟ୍ଟା। ତ ବଢ଼ିଆ ଚାଲିଛି ଦେଖନ୍ତୁ, ଆମର କୁଲିଂ ଏବେ ବଢ଼ିଆ ଆସୁଛି, ପୁରା ଚିଲ୍, ବଢ଼ିଆ କରେଣ୍ଟ ବି ନେଉଛି ଦେଖନ୍ତୁ, ଯେତିକି ନେବା କଥା। ତ ଏଇଟା ଆମର ଯେଉଁ ଥର୍ମୋଷ୍ଟାଟ୍ର ଟେମ୍ପରେଚର୍ ସେଟିଂ ରହିଛି, ଏଇଟା ଆପଣ ମିଡ଼ିୟମ୍ରେ ସବୁବେଳେ ରଖିଥାନ୍ତୁ, ଯେଉଁମାନଙ୍କର ବି ଏଇଭଳିଆ ଫ୍ରିଜ୍ ଅଛି। ତ ଏଇଟା ହେଉଛି ମିଡ଼ିୟମ୍ଟା 3 କିମ୍ବା 4ରେ ରଖିଥାନ୍ତୁ। ଏହାର ସବୁଠୁ କମ୍ ହେଉଛି ଆପଣଙ୍କର 1, ଅଳ୍ପ କୁଲିଂ ଯେଉଁଟା ହୁଏ, ଆଉ ସବୁଠୁ ହାଏଷ୍ଟ କୁଲିଂ ହେଉଛି 7। ତ ମିଡ଼ିୟମ୍ରେ ସବୁବେଳେ ରଖିଥାନ୍ତୁ, ଆପଣଙ୍କର ପାୱାର ବି କମ୍ ଟାଣିବ ଆଉ କୁଲିଂ ବି ହେବ। ତ ବର୍ତ୍ତମାନ ଆମର ପ୍ରୋବ୍ଲେମ୍ ସଲ୍ଭ ହେଇଯାଇଛି, ବଢ଼ିଆ ଚାଲିଛି ମେସିନ୍। ତ ଆମର ଫାଇନାଲ୍ ସବୁ ଫିଟିଂ କରିଦେଉଛୁ।